କିନ୍ତୁ ଏଇଟା ଖୁସିର କଥା ନୁହେଁ, ଏଇଟା ଖୁସି ତ ନୂଆପଡାବାସୀ ହବା କଥା, କାରଣ ବର୍ତ୍ତମାନ ନୂଆପଡାବାସୀ ର ପରିବର୍ତ୍ତନ ଦିଲ୍ଲୀ ସହିତ ସତକୁ ସତ ଯୋଡି ହବ, କାରଣ ଏଇଟା ଡବଲ ଇଞ୍ଜିନ ସରକାର, ତେଣୁ ଡବଲ ବିକାଶ ହବ ନୂଆପଡାରେ। ତେଣୁ ଏଇଟା ଖୁସି କଥା ତ ମୁଁ କହିବିନି, କାରଣ ଆମ ଦଳ କେବେ ଆମକୁ ଅହଙ୍କାରୀ ହବା ଶିଖେଇନି, ବରଂ ଆମର ଉତ୍ତରଦାୟିତ୍ୱ ବଢିଲା। ଏଠି ନୂଆପଡାବାସୀ ଯୋଉ ଆଶା ଭରସା ଦେଇକି ଏତେ ଆଶୀର୍ବାଦ ଦେଇଛନ୍ତି ଆମକୁ, ତେଣୁ ଆମର କର୍ତ୍ତବ୍ୟ ମଧ୍ୟ ସେତିକି ଗୁଣା ବଢିଗଲା। ଆଉ ଆଜିଠୁ ହିଁ ଭାରତୀୟ ଜନତା ପାର୍ଟି ନୂଆପଡାବାସୀଙ୍କର, ମାନେ ମୁଁ ଓଡିଶା ସରକାରଙ୍କ କଥା କହୁଛି, ପ୍ରତ୍ୟେକଟି ସୁଖ ଦୁଃଖରେ ସିଏ ମାନେ ସାମିଲ ହେବେ ଏବଂ ବିକାଶର ଗାଡି ଆଜିଠୁ ହିଁ ଆରମ୍ଭ, ମାନେ ଗଡ଼ିବା ଆରମ୍ଭ ହେଲା ବୋଲି ଭାବନ୍ତୁ। ଦେଖନ୍ତୁ, ଯାହାକୁ ମାନେ ଯୋଉ କହନ୍ତି ଔଷଧ ବିକଳରେ ତାଟିଆ କାମୁଡିବା ପରି କଥା, ଯେତେବେଳେ ବିରୋଧୀ ଗୁଡା ସବୁ କହୁଛନ୍ତି, ବେଟର ହୁଅନ୍ତା ସେମାନେ ଯଦି ଏଭଳି ଆକ୍ଷେପ ନ କରିକି ଟିକେ ଯଦି ନିଜର ଆତ୍ମସମୀକ୍ଷା କରନ୍ତେ ତ ସେଟା ତାଙ୍କ ପାଇଁ ଭଲ ହୁଅନ୍ତା, ଏବଂ ଗୋଟେ ଯୋଉ ବିରୋଧୀ ଦଳର ଯୋଉ ପ୍ରକୃତ ଭୂମିକା ଅଛି ସେ ସେଇଟାକୁ ନିର୍ବାହ କରିପାରନ୍ତି। କାରଣ ଯୋଉ ହାରିବା, ମୁଁ ଆଜି କହିବି, ମାନେ ଭାରତୀୟ ଜନତା ପାର୍ଟି ଅନେକ ହାରିଛି, ଆମେ ତ ବର୍ତ୍ତମାନ ଏବେ ଏବେ ଜିତିବା ଷ୍ଟାର୍ଟ କରୁଛୁ, କିନ୍ତୁ କେବେ ବି ଭାରତୀୟ ଜନତା ପାର୍ଟି ଏଭଳି କୌଣସି ଯୋଉ କହନ୍ତି ମାନେ ବାହାନାବାଜି କରିନି ଯେ ଆମେ କାହିଁକି ହାରୁଛୁ ବୋଲି, ବରଂ ସବୁବେଳେ ଆତ୍ମସମୀକ୍ଷା କରିଛି ଏବଂ ସେଇ ଦିଗରେ କାମ କରିଛି, ତେଣୁ ତାର ରିଜଲ୍ଟ ଆଜି ଆମେ ପାଉଛୁ। ଦେଖନ୍ତୁ, ବହୁତ ଲୋକ ହେଇଥିଲେ ବୋଲି ଏଇଟା ଆପଣ କହୁଛନ୍ତି, କିନ୍ତୁ ଆମ ପାଖରେ ଏମିତି ବି ଖବର ଅଛି ଯେ ଲୋକ ବି ହେଇନଥିଲେ, ବହୁତ କଷ୍ଟରେ ସେମାନେ ମାନେ ଅଲଗା କୋଷ୍ଟାଲ ବେଲ୍ଟ ନେଇକି ଆସିକି ଲୋକ କରିଥିଲେ ବୋଲି ଆମ ପାଖରେ ସୂଚନା ଅଛି, ମୁଁ ଜାଣି ସେଟା କେତେ ଦୂର ସତ। କିନ୍ତୁ ନବୀନ ବାବୁ ଯୋଉ ଦିଦି ଥର କଲେ ସେଇଟା ହୁଏତ ତାଙ୍କ ପାଇଁ ଏଇଟା କାମ କଲା ନାହିଁ, ଆଉ ସେଇ ଯୋଉ କିମିଆ ଥିଲା, କାରଣ ପ୍ରଥମ କଥା ହଉଛି ତାଙ୍କ ଦଳରେ ନବୀନ ବାବୁଙ୍କୁ ଛାଡିଲେ ଆଉ ଗୋଟେ ବି କାହାକୁ ନେତା ସେମାନେ ଗଢି ପାରିନାହାନ୍ତି ଯିଏକି ଲୋକଙ୍କ ପାଖରେ ପହଞ୍ଚି ପାରିବ, ଲୋକଙ୍କ କାମ କରିପାରିବ, ଲୋକ ଯାହାକୁ ଭରସା କରିପାରିବେ। ଏବଂ ନବୀନ ବାବୁଙ୍କୁ 2024ରେ ଯୋଉ ପ୍ରକାର ପରାଜୟ ସ୍ୱୀକାର କରିବାକୁ ପଡିଲା, ତାପରେ ଯେତେବେଳେ ସେ ଯାଉଛନ୍ତି ନୂଆପଡା, ଲୋକଙ୍କ ମଧ୍ୟରେ ପ୍ରଶ୍ନ ଥିଲା, ସେମିତି ଅନେକ ବାଇ ଇଲେକ୍ସନ ହେଲା, ବିଜେପୁର ହେଲା, ପଦମପୁର ହେଲା, ସବୁ ଜାଗାରେ ସେ କହିଥିଲେ ଯେ ମାନେ ଆଜିଠୁ ସେ ଦାୟିତ୍ୱ ମତେ ଲାଗିଲା। ତ ଲୋକଙ୍କ ମନରେ ଆସିଲା ଯେ ସେ କେବେ ତ ଦାୟିତ୍ୱ ନେଇନାହାନ୍ତି, କହିଛନ୍ତି ଖାଲି। ଆଉ ଦ୍ୱିତୀୟ କଥାଟି ହଉଛି, ଯୋଉଟା କି ମୋର ବ୍ୟକ୍ତିଗତ ମଧ୍ୟ, ଏବଂ ସେଠିକାର ସ୍ଥାନୀୟ ଲୋକ କ୍ୟାମ୍ପେନିଂ ବେଳେ ମୁଁ ପଚାରି ଥିଲି, ଯେତେବେଳେ ସେମାନେ ନବୀନ ବାବୁଙ୍କୁ ଦେଖୁଥିଲେ, ନବୀନ ବାବୁଙ୍କର ଯେ ସେ ସୁସ୍ଥ ନୁହନ୍ତି ସେଇଟା ଗୋଟେ ଜଳ ଦିଶୁଥିଲା, ଏବଂ ସେଇଟା ମଧ୍ୟ ମନରେ ଭାବାନ୍ତର ସୃଷ୍ଟି କରିଥିଲା ଲୋକଙ୍କର, ଯେ ଯୋଉ ଦଳକୁ ନେତୃତ୍ୱ ନଉଛନ୍ତି, ମାନେ ଯୋଉ ବ୍ୟକ୍ତିକୁ ସେମାନେ ଏତେ ଭୋଟ ପାଇଁ, ଜଣେ ଏତେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ତାଙ୍କର ଅସୁସ୍ଥତାରୁ ମଧ୍ୟ ଉଠାଇ ଆଣି ଜବରଦସ୍ତି କ୍ୟାମ୍ପେନିଂ କରୁଛନ୍ତି, କାରଣ ସେ ଦଳ ପାଖରେ ଆଉ କେହି ନେତୃତ୍ୱ ନାହାନ୍ତି। ତେଣୁ ଏଇଟା ମଧ୍ୟ ଗୋଟେ ଅତ୍ୟନ୍ତ ଖରାପ କଥା, ଲୋକଙ୍କୁ ଖରାପ ଲାଗିଥିଲା। ତେଣୁ ଏଇ ସବୁ ବିଷୟ ଗୁଡିକ ତାଙ୍କର ଅଗେନ୍ଷ୍ଟରେ ଯାଇଥିଲା। ଦେଖନ୍ତୁ, ସେଇ ବିଷୟରେ ମୁଁ ଜାଣିନି, ତାଙ୍କର ମାମୁଁ ଘର, ଦାଦା ଘର କିମ୍ବା ନିଜ ଘର, ଏ ସବୁ କଥା ମତେ ଲାଗେ ଯେ ଯେତେବେଳେ ଆମେ ବିକାଶ କଥା କହୁଛେ, ଲୋକଙ୍କର ଯୋଉ ଦାଦନ ସମସ୍ୟା କୁହନ୍ତୁ, ଜଳସେଚନ ସମସ୍ୟା କୁହନ୍ତୁ, ଶୀତଳ ଭଣ୍ଡାର କଥା କୁହନ୍ତୁ, କିମ୍ବା ହସ୍ପିଟାଲ କଥା, ଏ ସବୁ ମାନେ କଥା ଆଗରେ ଏଇ କଥାର କିଛି ମୂଲ୍ୟ ନାହିଁ। ଦେଖିବାକୁ ଗଲେ ଲୋକଙ୍କୁ ବେସିକ ନେସେସିଟି ଦରକାର ଅଛି, ଏବଂ ତା ସହିତ ଯେତେବେଳେ ଆମେ ଲୋକଙ୍କର ମାନେ ଲୋକଙ୍କର ମାନସିକତା ବର୍ତ୍ତମାନ କହିବା, ଲୋକ ଦେଖୁଛନ୍ତି ନା, ଗୋଟେ 24 ବର୍ଷର ଗୋଟେ ସରକାର ଥିଲା, ଯାହା କରିପାରୁନଥିଲା ତାହା 1.5 ବର୍ଷରେ କଥା ଦେଇକି କଥା ରଖିଛନ୍ତି ମୋହନ ମାଝୀଙ୍କ ସରକାର। ତେଣୁ ଏଇଟା ଲୋକଙ୍କ ପାଖରେ ଗୋଟେ ପରଖିବା ପାଇଁ ଆସିଗଲା, ମାନେ ଯୋଉ କହନ୍ତି ହାତ କଙ୍ଗନକୁ ଆରସି କ୍ୟା, ତେଣୁ ଲୋକ ଦେଖିପାରିଲେ। ମତେ ତ ଲାଗୁଛି ଯେ ଯଦି ମାଝୀ ବାବୁ, ମାନେ ଘାସିରାମ ମାଝୀ ବାବୁ, ଯଦି ସେ ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇଥାନ୍ତେ, ହୁଏତ ଟିକେ ବେଟର ଭୋଟ ନେଇ ପାରିଥାନ୍ତେ। ସେ କଂଗ୍ରେସକୁ ଆସିକି ଆହୁରି ତାଙ୍କର ଭୋଟ ଆହୁରି ମାଇନସ ହେଲା ବୋଲି ଭାବିବା କଥା। କିନ୍ତୁ କାରଣ କଂଗ୍ରେସ ଉପରେ ଲୋକଙ୍କର ଯୋଉ ଭରସା ଉଠି ଯାଇଛି, ସେଟା କେତେ 100 ବର୍ଷ ଲାଗିବ ମୁଁ ତ କହିପାରିବିନି, କିନ୍ତୁ କଂଗ୍ରେସ ତ ମାନେ ଯାହାବି ଯେତିକି ଟିକେ ଆପଣ ପାଇଛନ୍ତି, ଆଜି ବିଜୁ ଜନତା ଦଳ 3rd ପୋଜିସନକୁ ଯାଇଛି, ଲାଷ୍ଟ ମାନେ ମୁଁ ତ ଦେଖିନି ଫାଇନାଲ ଇଏଟା। ଯଦି କଂଗ୍ରେସ ଟି କରୁଛି, ଘାସିରାମ ବାବୁଙ୍କର ପାଇଁ ଯଦି ହେଇଥିବ,
नचेत कांग्रेस तो आम देखु बिहार इलेक्शन रे आम ओडिया पुआ भल माने श्रीजुक्त धर्मेंद्र प्रधान माननीय मंत्री प्रभारी के जाइए परिश्रम फल फलप्रद होती तेणु सब जगह ओडिशार जय होती ओडिया लोकंर जय होती आमर यहाँ डबल इंजिन सरकार मोदी विकास जय होती रही कारण देखु आम दलर जी मुखिया से बहुत ही बड़ से जो हेडमास्टर ना बहुत कड़ा होती नरेंद्र मोदी जी तेणु मोदी जी ना जो कहते ना खाएंगे ना खाने देंगे सेमती ना खुद सोएंगे ना किसी को सोने देंगे जो काम कथा आसे तेणु मोहन भाई देखुए केते माने केते तत्पर अच्छा लोक से भी देखुं गोटे मुख्यमंत्री थे घर बाहर नथिले किंतु एठी से रास्ता रे अटकी की लोक समस्या बुझुचंती तेणु फरक टा नजर आसुचे तेणु लोक एते विश्वास करथले मोहन सरकार का बीजेपी सरकार जे एथरो मते बाय इलेक्शन बीजेपी देखु विश्वास भांगिबा पई कोन गोटे सेकंड लागे हां किंतु परखिबा पई आपन को टाइम लागे तो लोक को लागिला 24 वर्ष लागिला किंतु जेतो बळे विश्वास माने कले देखिले ना मोदी काम देखिले एवं देखिले गोटे दल जो कि मोदी नेतृत्व अच्छी से दल केते काम करि पारे तो आज मोहन भाई सरकार माने ओडिसा रे जो काम करची तार तो माने ये नहीं माने आपनकर चासी को पई कोतु सुभद्रा पैसा कथा कोतु सब चारि द्वार खोला कथा कोतु सबुथिरे हम दल काम करची हां सफलता पे 100% माने 100% सफलता पे टाइम लागियो इट इज ऑन गोइंग प्रोसेस